जदि छतु खाइबा भल पाउछंती तो केवल एइटा आपणଙ୍କ ପାଇଁ ଆଉ ଆପଣ ଯଦି ଥରେ ଏହିପରି ଭାବରେ ଛତୁ ବନେଇକି ଖାଇଛନ୍ତି ତ ମୁଁ ଗ୍ୟାରେଣ୍ଟି ସହିତ କହିବି ଆପଣ ବାରମ୍ବାର ଛତୁ ବନେଇକି ଏହିପରି ଭାବରେ ଖାଇବେ। ଆଉ ଏଇ ଛତୁ ତରକାରୀ ବନେଇବା ଏତେ ସହଜ ଚାଲନ୍ତୁ ମୁଁ ଆଜି ଆପଣଙ୍କୁ ଦେଖେଇବି ବହୁତ ସହଜରେ ବନି ପାରୁଥିବା ଛତୁ ତରକାରୀ ସବୁ ପୁଣି ଘର ସାମଗ୍ରୀରେ। ପ୍ରଥମେ ଆପଣଙ୍କୁ ଏଠି ସୋରିଷ ତେଲ ନେଇଯିବାର ଅଛି। ଆପଣ ଚାହିଁଲେ ଫ୍ରେଣ୍ଡ ଏଠି ରିଫାଇନ ତେଲ ୟୁଜ କରିପାରିବେ, ନହେଲେ ଯେକୌଣସି ତେଲ ଆପଣ ଖାଉଛନ୍ତି ସେ କୌଣସି ତେଲ ଆପଣ ଏଠି ୟୁଜ କରିପାରିବେ। ତେଲକୁ ଟିକେ ଜଷ୍ଟ ହାଲକା ଆମେ ଛାଡିଦବା ଗରମ ହବା ପାଇଁ। ବହୁତ ଭଲସେ ତେଲକୁ ଗରମ କରିବେ। ଗରମ ନ କଲେ ତେଲଟା କଞ୍ଚା ରହିଲେ ଛତୁରେ ଟିକେ ବାସ୍ନା ଆସିଥାଏ। ଏଇଠି ଆମେ ଯେହେତୁ ସହଜରେ କରୁଛେ ତେଣୁକରି ଆମେ ଡାଇରେକ୍ଟ ପକେଇଦବା ଏଠି ଜିରା। ଫ୍ରେଣ୍ଡ ଆପଣ ଜାଣିଥିବେ ବହୁତ ଲୋକ ଡାଇରେକ୍ଟ ତେଲରେ ହିଁ ଛତୁ ପକେଇଥାନ୍ତି, କିନ୍ତୁ ଆମେ ଏଇଠି ପ୍ରୋସେସିଂ କରିକି ହିଁ ଡାଇରେକ୍ଟ କରିବା ବହୁତ ବଢିଆ ଟେଷ୍ଟ ଲାଗିବ। ଏଇଠି ମୁଁ ନେଇଯାଇଛି ଗୋଟିଏ ବଡ ପିଆଜକୁ ଏହିପରି ଭାବରେ କାଟି ଦେଇଛି ଲମ୍ବା ଲମ୍ବା କରିକି। ଆପଣ ଚାହିଁଲେ ଫ୍ରେଣ୍ଡ ଯଦି ପିଆଜ ଖାଉନାହାନ୍ତି ତ ଆପଣ ଏଇଠି ପିଆଜ ମଧ୍ୟ ସ୍କିପ୍ କରିପାରିବେ। ପିଆଜକୁ ଟିକେ ବହୁତ ବଢିଆ ଭାବରେ ଗୋଲ୍ଡେନ ବ୍ରାଉନ ହବାକୁ ଛାଡି ଦିଅନ୍ତୁ, ତାକି ପିଆଜଟା ମିଠା ଲାଗିବନି ଆଉ ଖାଇବାରେ ମଧ୍ୟ ଟେଷ୍ଟ ଲାଗିବ। ଫ୍ରେଣ୍ଡ ଆପଣ ଜାଣିଛନ୍ତି ଆପଣ ସିକ୍ରେଟ ଫୁଡି ଚ୍ୟାନେଲକୁ ଆସିଛନ୍ତି। ସିକ୍ରେଟ ଫୁଡି ଚ୍ୟାନେଲରେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ ବୋନସ୍ ପଏଣ୍ଟ ଆପଣଙ୍କୁ ବହୁତ ସହଜରେ ଏହି ଚ୍ୟାନେଲରେ ମିଳିଥାଏ। ଆଉ ଆପଣ ଜାଣିଛନ୍ତି ଏଇ ଗୋଟିଏ ଭିଡିଓ ଦେଖି ସାରିଲା ପରେ ଆପଣଙ୍କୁ କୌଣସି ପ୍ରକାର ଭିଡିଓ ଦେଖିବାକୁ ପଡେ ନାହିଁ। ତେଣୁକରି ଯଦି ଆପଣ ଏପର୍ଯ୍ୟନ୍ତ ସିକ୍ରେଟ ଫୁଡି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରିକି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ ଏହିପରି ଭାବରେ ନୂଆ ନୂଆ ଭିଡିଓ ଦେଖିବା ପାଇଁ। ଦେଖନ୍ତୁ ଫ୍ରେଣ୍ଡ ଆମର ଗରମ ହେଇଗଲାଣି ବହୁତ ବଢିଆ ଭାବରେ, ପିଆଜଟା ଆମର କଲର ଆସିଗଲାଣି। ଏବେ ମୁଁ ଧୋଇକି କଟାଇ ରଖିଥିବା ଆମର ଛତୁ ପକେଇଦେଲି। ଏଇ ଛତୁ ହଉଛି ବଟମ ଛତୁ। ଆପଣ ଚାହିଁଲେ ଫ୍ରେଣ୍ଡ ଯେକୌଣସି ଛତୁର ଏଇଟା ଆପଣ ୟୁଜ କରିପାରିବେ। ଛତୁକୁ ଯଦି ଅଧିକ ବହୁତ ବଢିଆ ଭାବରେ ପରିଷ୍କାର ଧୋଇବାକୁ ଚାହୁଁଛନ୍ତି ତ ତା ଉପରେ ଟିକେ ପାଣିରେ ହଳଦୀ ଦେଇକି 2 ରୁ 3 ମିନିଟ ରଖିଦିଅନ୍ତୁ। ବହୁତ ବଢିଆ ଭାବରେ ହାଇଜେନିକ ମେଣ୍ଟେନ ହେଇଥାଏ ଆଉ ଯାହା ବି କୀଟାଣୁ ଥାଏ ସବୁ ନାଶ ହେଇଥାଏ। ଆଉ ବହୁତ ବଢିଆ ଭାବରେ ଛତୁଟା ଆପଣଙ୍କର ବି ବାସ୍ନା ଆସିଥାଏ। ତାପରେ ଆପଣ ତାକୁ 2 ରୁ 3 ଥର ଧୋଇ ସାରିଲା ପରେ ତାକୁ ଆପଣ ଚିପୁଡି ଦିଅନ୍ତୁ। ଚିପୁଡିକି ଏହିପରି ଭାବରେ ପ୍ରୋସେସିଂ ଆରମ୍ଭ କରନ୍ତୁ। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ଛତୁଟା ଦେଖିବା ପାଇଁ ବହୁତ ବଢିଆ ସୁନ୍ଦର ଦେଖା ହଉଛି। ଆଉ ଆପଣଙ୍କୁ ଗୋଟେ ଫ୍ରେଣ୍ଡ କହିବାର ଅଛି, ବହୁତ ଦିନ ହେଲା ମୋର କମେଣ୍ଟ ଆସିଛି, ବହୁତ ଲୋକଙ୍କର କମେଣ୍ଟ ଆସିଛି କି ଆପଣ କାହିଁକି ଭିଡିଓ ଅପଲୋଡ କରୁନାହାନ୍ତି। ତ କୌଣସିଟା ଅସୁବିଧା ଥିଲା ସେଇ ଫଳରେ ମୁଁ ଭିଡିଓ ଅପଲୋଡ କରୁନଥିଲି। ଏବେଠୁ ପୁଣି ଆପଣଙ୍କ ପାଇଁ ରେଗୁଲାର ଭାବରେ ମୁଁ ଭିଡିଓ ଅପଲୋଡ କରି ଆଣିବି। ତେଣୁକରି ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ଆପଣ ଦେଖିନାହାନ୍ତି, କାହିଁକି ଏତେ ଲୋକ ଭଲ ପାଇବା ଦଉଛନ୍ତି, ଆପଣ ନିହାତି ଭାବରେ ଯାଇକି ଥରେ ମୋ ଚ୍ୟାନେଲକୁ ଭିଜିଟ କରିପାରିବେ, ଯାହାଦ୍ୱାରା ଆପଣଙ୍କ ବି ମୋ ଭିଡିଓ ଦେଖିବାର ଇଣ୍ଟରେଷ୍ଟ ଆହୁରି ବଢିଯିବ। ଦେଖନ୍ତୁ ଫ୍ରେଣ୍ଡ କଥାରେ କଥାରେ ବହୁତ ବଢିଆ ଭାବରେ ଛତୁଟି ଆମର ଭାଜି ହେଇଗଲାଣି, ମାନେ ପୁରା ବ୍ରାଉନ କଲର ହେଇ ଆସିଲାଣି। ତାକୁ ଟିକେ ଏହିପରି ଭାବରେ ବହୁତ ବଢିଆ ଭାବରେ ଭାଜି ଦିଅନ୍ତୁ। ଏପରେ ଆମେ ପକେଇଦବା ଏଇଠି ଟମାଟୋ। ଫ୍ରେଣ୍ଡ ଦେଖନ୍ତୁ ଆପଣ ଚାହିଁଲେ ଟମାଟୋର ପିଓରି କରିକି ପକେଇ ପାରିବେ, କିନ୍ତୁ ଏଇଠି ମୁଁ ଆପଣଙ୍କୁ ସଜେଷ୍ଟ କରିବି ଆପଣ ଟମାଟୋକୁ ଏହିପରି ଭାବରେ କାଟିକି ପକାନ୍ତୁ, ଯାହାଦ୍ୱାରା ଆପଣଙ୍କର ବହୁତ ବଢିଆ ଭାବରେ ଟମାଟୋ ପକେଇବା ଦ୍ୱାରା ଟେଷ୍ଟ ଆସିଥାଏ। ଆଉ ଏଇଠି ଆମେ ଦେଇଦବା ଲୁଣ। ଯେହେତୁ ଆମେ ଟମାଟୋ ପକେଇଛେ ତ ଲୁଣଟା ନିହାତି ପକେଇବା ଦରକାର, ଯାହାଦ୍ୱାରା କି ବହୁତ ଜଲ୍ଦି ଏଇଟା ଆମର ଟମାଟୋଟା ମେଲ୍ଟ ହେଇଯିବ। ଟିକେ ଏଇଠି ଦେଇଦବା ଆମେ ହଳଦୀ ଗୁଣ୍ଡ। ଆଉ ଏଇଠି ଆମେ ଦେଇଦବା ଫ୍ରେଣ୍ଡ ସ୍ୱାଦ ଅନୁସାରେ ଲଙ୍କାଗୁଣ୍ଡ। ଫ୍ରେଣ୍ଡ ଦେଖନ୍ତୁ ଆପଣ ଆପଣଙ୍କ ହିସାବରେ ଲଙ୍କାଗୁଣ୍ଡ ଏଇଠି ଦେଇପାରିବେ। ଆପଣଙ୍କୁ ଯେତିକି ରାଗ ପସନ୍ଦ ସେଇ ଅନୁସାରେ ଆପଣ ଏଇଠି ଲଙ୍କାଗୁଣ୍ଡ ଆଡ କରିପାରିବେ। ଦେଖନ୍ତୁ ଫ୍ରେଣ୍ଡ ଆପଣଙ୍କୁ ଏଇଠି ମୁଁ ବହୁତ ପ୍ରକାରିଆ ଛତୁ ଆଇଟମ ଦେଖେଇଛି। ଯଦି ଆପଣ ଏପର୍ଯ୍ୟନ୍ତ ଦେଖିନାହାନ୍ତି ତ ନିହାତି ଭାବରେ ଯାଇକି ଛତୁର ନୂଆ ନୂଆ ଆଇଟମ ଆପଣ ଏଇଠି ଦେଖିପାରିବେ ଆଉ ଏନ୍ଜୟ କରିପାରିବେ। ଦେଖନ୍ତୁ ଫ୍ରେଣ୍ଡ ଏଇ ତିନିଟା ଯାକ ହଉଛି ମେନ୍ ଜିନିଷ, ଲୁଣ, ହଳଦୀ, ଲଙ୍କାଗୁଣ୍ଡ। ତାପରେ ଆପଣ ଆଉ କିଛି ଜିନିଷ ପକାନ୍ତୁ କି ନ ପକାନ୍ତୁ ଚଳି ଯାଇପାରେ, କିନ୍ତୁ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ସବୁବେଳେ ପକାନ୍ତୁ। ଯଦି ମସଲା ନାହିଁ ତ ତେବେ ଆପଣ ସ୍କିପ୍ କରିଦିଅନ୍ତୁ। ଏଇ ମସଲାଟା ମୁଁ ନେଇଥିଲି ଘରେ ଭେଜିଟେବୁଲ ମସଲା, ଯୋଉଟା ଆପଣ ରେଗୁଲାର ବେସରେ ୟୁଜ କରୁଛନ୍ତି। ଯଦି ଆପଣଙ୍କ ପାଖରେ ଭେଜିଟେବୁଲ ମସଲା ନାହିଁ ତ ଆପଣ ଟିକେ ଏଠି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ମଧ୍ୟ ଦେଇପାରିବେ, କିମ୍ବା ମିଟ୍ ମସଲା କିମ୍ବା ଚିକେନ ମସଲା ମଧ୍ୟ ଦେଇପାରିବେ। ଅଦା, ରସୁଣ, ପିଆଜ ତିନିଟା ଯାକର ମୁଁ ଏଇଠି ବଟା ନେଇ ଯାଇଥିଲି, ମାନେ ତିନିଟା ଯାକ ଗ୍ରାଇଣ୍ଡ କରିକି ଆଉ ଶୁଖିଲା ଲଙ୍କା 2ଟା ପକେଇକି ମୁଁ ଏଟାକୁ ଗ୍ରାଇଣ୍ଡ କରିଦେଇଥିଲି ବହୁତ ବଢିଆ ଭାବରେ। ତାକୁ ଟିକେ ଜଷ୍ଟ ହାଲକା ଏହିପରି ଭାବରେ ଭାଜିଦେବେ, ମାନେ ଆମର ମସଲାଟା ବହୁତ ବଢିଆ ଭାବରେ କଷି ହେଇଯିବ। ଆପଣ ଏବେ ଭାବିବେ କି ମସଲା ତ ପଛରେ ପକେଇଲି, କଣ ଟେଷ୍ଟ ଲାଗିବ ନା କିଛିଟା ଟେଷ୍ଟ ଖରାପ ଆସିବ। ମୁଁ ଆପଣଙ୍କୁ କହିବି ଫ୍ରେଣ୍ଡ ଥରେ ନିହାତି ଭାବରେ ଏହିପରି ଭାବରେ ଛତୁ ତରକାରୀ କରିକି ଦେଖନ୍ତୁ। ଆପଣଙ୍କର ଛତୁର ବହୁତ ବଢିଆ ଭାବରେ ଟେଷ୍ଟ ଆସିବ ଆଉ ଖାଇବାରେ ମଧ୍ୟ ବହୁତ ଭଲ ଲାଗିବ। ये देखो फ्रेंड आमर बहुत कम टाइम रे ये छतु तरकारी रेडी हो जाए। जो मैंने व्यस्त था कि सकाଳେ ऑफिस टाइम हो जाए कि जेकोसी काम कर लेट हो जाए तो से मैंने फ्रेंड निहाती भाव में ट्राए करंतु। बहुत कम टाइम रे आपण छतु तरकारी पाई पारिबे। ये देखो फ्रेंड
ମୁଁ ଲାଷ୍ଟରେ ନେଇଯାଇଥିଲି ଟିକେ ଏଇଠି ସୋରିଷ ବଟା। ସୋରିଷ ବଟା ମସଲା ପକେଇବା ଦ୍ୱାରା ହେଇଥାଏ କଣ, ଆପଣଙ୍କର ତରକାରୀଟା ବହଳିଆ ତ ହେଇଥାଏ, ଖାଇବାରେ ମଧ୍ୟ ସୁଆଦିଆ ଲାଗିଥାଏ, ଆଉ ଆପଣଙ୍କୁ ଏଇଟା ବହୁତ ବଢିଆ ଭାବରେ ଟେଷ୍ଟ ଲାଗିଥାଏ। ଏ ଦେଖନ୍ତୁ ଫ୍ରେଣ୍ଡ, ଏହିପରି ଭାବରେ ଆପଣ ପକେଇ ଦିଅନ୍ତୁ। ପକେଇ ଦେଇକି ଆପଣଙ୍କୁ ଏଇଠି ଏପରି ଭାବରେ ଘାଣ୍ଟି ଦବାର ଅଛି। ଯଦି ଆପଣଙ୍କ ପାଖରେ ମସଲା ବଟା ନାହିଁ କିମ୍ବା ମସଲା ଆପଣ ଜାଣିନାହାନ୍ତି, ଆପଣଙ୍କୁ ମୁଁ ଏଇଠି କହିବି ସୋରିଷ ମସଲା ବନେଇବା ପାଇଁ କେବଳ ଆପଣଙ୍କୁ ଦରକାର ସୋରିଷ, ତା ସହିତ ପିଆଜ, ରସୁଣ ଆପଣ ଏଇଠି ୟୁଜ କରିପାରିବେ। ଜିରା ଏଇଠି ଦେଇକି ଆପଣ ବହୁତ ବଢିଆ ଭାବରେ ଏହାକୁ ଗ୍ରାଇଣ୍ଡ କରିଦିଅନ୍ତୁ। ଯଦି କଲର ଆସିବା ପାଇଁ ଚାହୁଁଛନ୍ତି ତ ଟିକେ ଆପଣ ଏଇଠି ହଳଦୀ ଗୁଣ୍ଡ ମଧ୍ୟ ୟୁଜ କରିପାରିବେ ଏକାଥରେ ଗ୍ରାଇଣ୍ଡ ସହିତ, ଯାହା ଦ୍ୱାରା ଆପଣଙ୍କର ତରକାରୀର କଲରଟା ବହୁତ ବଢିଆ ଭାବରେ ଆସିଥାଏ। ବହୁତ କମ ଜିନିଷରୁ ଫ୍ରେଣ୍ଡ ଏଇଟା ରେଡି ହେଇଯାଇଥାଏ। ପାଣି ତ ଆମେ ଏଇଠି ଦେଇଦେଲେ। ଏବେ ମୁଁ ଆପଣଙ୍କୁ କହୁଛି ଆପଣ ପାଣି କଣ ଦେବେ, ଗରମ ପାଣି ନା ଫୁଟା ପାଣି ନା ନର୍ମାଲ ପାଣି। ତ ମୁଁ ଏଇଠି ଫ୍ରେଣ୍ଡ ଆପଣଙ୍କୁ ସଜେଷ୍ଟ କରିବି, ଯଦି ଆପଣଙ୍କ ପାଖରେ ଗରମ ପାଣି ଅଛି ତ ନିହାତି ଭାବରେ ଦିଅନ୍ତୁ, ତରକାରୀଟା ବହୁତ ଶୀଘ୍ର ବନି ଯାଇଥାଏ। ଯଦି ଆପଣଙ୍କ ପାଖରେ ନର୍ମାଲ ପାଣି ଅଛି, ମାନେ ଘରେ ନର୍ମାଲ ପାଣି ଯୋଉ ପାଣି ପିଉଛନ୍ତି ସେ ପାଣି ଅଛି, ତ ତାକୁ ବି ମଧ୍ୟ ଆପଣ ଏଇଠି ଦେଇପାରିବେ। ହାଇ ଫ୍ଲେମ୍ କରିଦିଅନ୍ତୁ, ପାଣି ଦେଇଦିଅନ୍ତୁ। ପାଣି ଟିକେ ଗରମ ହେଲା ପରେ ତାକୁ ଟିକେ ଲୋ ଫ୍ଲେମ୍ କରିକି ରଖିଦିଅନ୍ତୁ ଘୋଡେଇକି। ବେଶୀ ଟାଇମ ନାହିଁ ଫ୍ରେଣ୍ଡ, କମ ସେ କମ ଆପଣଙ୍କୁ ଏଇଠି 5 ମିନିଟ ଘୋଡେଇକି ରଖିଦେବେ, ମାନେ ଛାଡିଦେବେ। ବହୁତ ବଢିଆ ଭାବରେ ଆପଣଙ୍କର ଏଇଠି ଛତୁ ତରକାରୀଟି ରେଡି ହେଇଯାଇଥିବ। ଆଉ ଗୋଟିଏ ଜିନିଷ ଫ୍ରେଣ୍ଡ ଆପଣଙ୍କୁ ମୁଁ ଏଇଠି କହି ରଖିବା ପାଇଁ ଚାହୁଁଛି, ଛତୁ ତରକାରୀ ଆପଣ କରୁଛନ୍ତି ତ ଏମିତି ଘୋଡେଇକି ରଖନ୍ତୁନି। କିଛି ଟାଇମ ତାକୁ ଆପଣ ଚଲେଇବେ ମଧ୍ୟ। ଯଦି ମଝିରେ ମଝିରେ ନ ଚଲେଇଲେ ତ ଛତୁ ତରକାରୀଟା ଲାଗିଯିବାର ମଧ୍ୟ ସମ୍ଭାବନା ଥାଏ। ତେଣୁକରି ଫ୍ରେଣ୍ଡ ଛତୁ ତରକାରୀଟାକୁ ଏହିପରି ଭାବରେ ଟିକେ ଚଲେଇବାକୁ ଚେଷ୍ଟା କରିବେ। ଏ ଦେଖନ୍ତୁ ଫ୍ରେଣ୍ଡ, ଏହିପରି ଭାବରେ ଆମର ଛତୁ ତରକାରୀ ବହୁତ ବଢିଆ ଭାବରେ ହେଇଗଲାଣି। 5 ରୁ 6 ମିନିଟ ଆମର ବହୁତ ବଢିଆ ଭାବରେ ଫୁଟି ଯାଇଛି ଛତୁ ତରକାରୀଟି। ଆଉ ଏଇଠି ଆପଣଙ୍କର 80 to 95% ଛତୁ ତରକାରୀ ରେଡି ହେଇଯାଇଛି। ଆଉ ଏପର୍ଯ୍ୟନ୍ତ ଯଦି ଆପଣ ସିକ୍ରେଟ ଫୁଡି ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରିଦିଅନ୍ତୁ। ଏଇ ପଏଣ୍ଟ ପରିକା ଯୋଉଟାକୁ ଆପଣଙ୍କୁ ମିଳିପାରିଥାଏ ବୋନସ ପଏଣ୍ଟ। ଆପଣ ତ ଜାଣିଛନ୍ତି ଫ୍ରେଣ୍ଡ, ସିକ୍ରେଟ ଫୁଡି ତ ବୋନସ ପଏଣ୍ଟ ଆପଣଙ୍କୁ ଦିଏ। ତ ଆଜିର ବୋନସ ପଏଣ୍ଟ ହଉଛି, ଯଦି ଆପଣ ଛତୁ ତରକାରୀକୁ ପୁରା ଚାହୁଁଛନ୍ତି ଢାବା କିମ୍ବା ରେଷ୍ଟୁରାଣ୍ଟ ପରିକା ଆଣିବା ପାଇଁ, ତ ଏଇଠି ଆପଣଙ୍କୁ ପୁରା ଜିରୋ ଭାଲ୍ୟୁର କସ୍ତୁରୀ ମେଥି ଟିକେ ଏଇଠି ଗୁଣ୍ଡ କରିକି ଦେଇଦବାର ଅଛି। ଆପଣ ଜାଣିଛନ୍ତି କସ୍ତୁରୀ ମେଥି ବହୁତ ସାରା କ୍ୱାଣ୍ଟିଟିରେ ଆସେ, କେବଳ ବହୁତ ଅଳ୍ପ ପଇସାରେ ଆସିଥାଏ। ତେଣୁକରି ଫ୍ରେଣ୍ଡ ଆପଣ ତାକୁ ଚାହିଁଲେ ରଖିକି ଫ୍ରିଜରେ 1 ବର୍ଷ ପର୍ଯ୍ୟନ୍ତ ବି ମଧ୍ୟ ୟୁଜ କରିପାରିବେ। ଆପଣ ଚାହିଁଲେ ତାକୁ ମଧ୍ୟ ଘରେ ବି ନିଜେ ବନେଇକି ତାକୁ ବର୍ଷେ ପର୍ଯ୍ୟନ୍ତ ରଖିପାରିବେ। ଏ କସ୍ତୁରୀ ମେଥି ଟିକେ ପକେଇଦେଲେ ଆପଣଙ୍କର ଛତୁ ତରକାରୀଟା ଢାବା ତରକାରୀ କିମ୍ବା ରେଷ୍ଟୁରାଣ୍ଟ ତରକାରୀ ପରିକା ବାସ୍ନା ଆସିଥାଏ। ବେଶୀ ନାହିଁ ଫ୍ରେଣ୍ଡ, କସ୍ତୁରୀ ମେଥି ପକେଇ ସାରିଲା ପରେ ତାକୁ 1 ରୁ 2 ମିନିଟ ଘୋଡେଇକି ରଖିଦିଅନ୍ତୁ, ତାକି ତାର ଫ୍ଲେଭର ସବୁ ଏ ଛତୁ ତରକାରୀରେ ଆସି ଯାଇଥାଉ। ଆଉ ବହୁତ ବଢିଆ ଭାବରେ ଟେଷ୍ଟ ଲାଗିବ, ଖାଇବାରେ ମଧ୍ୟ ବହୁତ ବଢିଆ ସୁଆଦିଆ ଲାଗିବ, ଆଉ ବାସ୍ନା ବି ମଧ୍ୟ ଆସିବ। ଆପଣ ୟାକୁ ଚାହିଁଲେ ଫ୍ରେଣ୍ଡ ରୁଟି କିମ୍ବା ଭାତ, ପଖାଳ, ଗରମରେ ବି ମଧ୍ୟ ଖାଇପାରିବେ। ଆଉ ଏଇଟା ବହୁତ ସହଜ ବନେଇବା, ନିହାତି ଭାବରେ ଫ୍ରେଣ୍ଡ ବନାନ୍ତୁ। ମୁଁ ଆପଣଙ୍କୁ ଗ୍ୟାରେଣ୍ଟିର ସହିତ କହିବି, ଯଦି ଆପଣ ଥରେ ବନେଇଲେ ତ ଆପଣ ୟାକୁ ବାରମ୍ବାର ଏହିପରି ଭାବରେ ବନେଇବେ। ये देखो फ्रेंड आमर छतु तरकारी बनिकी रेडी ହେଇଗଲା। याको आपण भात रुटी परोटा किंबा पूरी सहित भी मध्य एंजॉय करि परिबे किंबा सेमतिर मध्य एंजॉय करि परिबे। सर्व करंत आपण फैमिली और फ्रेंड को आउ शेयर कर दियंतु तांकु जो माने छतु तरकारी बनै जानि नांती किंबा छतु तरकारी खाइबा को बहुत पसंद करूचंती। एही परे भाबरे जदि बटम छतु केबे बनै नांती निहाती भाबरे बनै कि देखंतु किंबा जदि पाळ छतु चाहुचंती किंबा जे कोनोसी छतु चाहुचंती ए परे भाबरे बनै कि देखंतु बहुत स्वादिया लागिଥାଏ, टेस्ट लागिଥାଏ। केवल रु केवल 10 ରୁ 15 मिनिट भितर आपनकर रेडी हो जाए इंस्टांट, जहाँ द्वारा आपको बहुत परिश्रम करने को पड़ी न थाए। तो आज वीडियो रहा आपन छतु तरकारी। नेक्स्ट वीडियो रे आपन नुआ नुआ रेसिपी आसीबो। आ क्षमा चाहेबी आपन लगी बहुत सारा वीडियो मझे बंद कर देथिले। नेक्स्ट मिलियो टाटा बाय बाय।